ମାଙ୍କଡ଼ ଆକ୍ରମଣରେ 10 ରୁ ଊର୍ଦ୍ଧ୍ୱ ଗୁରୁତର। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଖଡ଼ିପଦା ପଞ୍ଚାୟତର ଦକ୍ଷିଣ କୁରୁଆ ଗାଁରେ ମାଙ୍କଡ଼ ଆତଙ୍କ ଖେଳାଇଛି। ମାଙ୍କଡ଼ ଆକ୍ରମଣରେ 10 ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ 3 ଜଣ ମହିଳା ଯାଜପୁର ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଅନ୍ୟ 2 ଜଣ ଗୁରୁତର ମହିଳା କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମାଙ୍କଡ଼ ଆକ୍ରମଣ ପାଇଁ ଗାଁରେ ମହିଳାମାନଙ୍କଠାରୁ ଆରମ୍ଭ କରି ପିଲାମାନେ ଘରୁ ବାହାରୁ ନାହାନ୍ତି। ଦକ୍ଷିଣ କୁରୁଆ ଗାଁରେ ଆତଙ୍କ ଖେଳାଇଥିବା ମାଙ୍କଡ଼ ଭୟରେ ପୁରୁଷମାନେ ହାତରେ ବାଡ଼ି ଧରି ମାଙ୍କଡ଼ ଘୋଡ଼ାଇବା ପାଇଁ ଉଦ୍ୟମ କରୁଛନ୍ତି। ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ମାଙ୍କଡ଼ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବନ କର୍ମଚାରୀ। ମାଙ୍କଡ଼ କାମୁଡ଼ିଲାଣି 15 ଦିନ ହେଲା। କାଲି ଯାହା ମୋଟାମୋଟି ମଝିରେ ଏଇଠୁ ମେଡ଼ିକାଲ ଫେରି ଆସୁଥିଲେ ଯାଜପୁର ଟାଉନରୁ। କାଲି ଯେମିତି କାମୁଡ଼ିଛି ଗୋଟେ ସ୍ତ୍ରୀ ଲୋକକୁ, ଜଣେ ଆଇଲା ଟାଉନରୁ, ଆଉ ଜଣେ କଟକରେ। ମାନେ ଏଭଳିଆ ଅବସ୍ଥା ଅଛି, ବହୁତ ତାର ଅବସ୍ଥା ଖରାପ। ଲୋକମାନେ ସ୍କୁଲ ପିଲାମାନେ ଟ୍ୟୁସନ ଫ୍ୟୁସନ ଯାଉନାହାନ୍ତି, ସ୍ତ୍ରୀ ଲୋକମାନେ ଘରୁ ଯାଉନାହାନ୍ତି, ଠାକୁର ପାଖରେ ଦର୍ଶନ କରି ଯାଇପାରୁନାହାନ୍ତି, ବହୁତ ଅସୁବିଧା ପଡ଼ିଛନ୍ତି। ଆଉ 15 ଦିନ ହେଲା ସେ କାମୁଡ଼ିଲାଣି। 3-4ଟା ଛୁଆଙ୍କୁ କାମୁଡ଼ିଥିଲା, ଗୋଟେ ସ୍ତ୍ରୀ ଲୋକକୁ କାମୁଡ଼ିଥିଲା 15 ଦିନ ହେଲା, ଆଉ ଗୋଟେ ପୁରୁଷ ଲୋକଙ୍କୁ ବି କାମୁଡ଼ିଥିଲା। ତାପରେ ଏଇ 3 ଦିନ ହେଲା 2ଟା ସ୍ତ୍ରୀ ଲୋକକୁ କାମୁଡ଼ିଛି, ସେ କଟକ ପଳେଇଛନ୍ତି। ଆଜି ମର୍ଣ୍ଣିଂ ଜଣକୁ କାମୁଡ଼ିଛି।